ଆପଣ ଶାନ୍ତିକୁଞ୍ଜ ବିଷୟରେ ଆଲୋଚନା କଲେ ତ ବହୁତ କଥା ହେବ। ଶାନ୍ତିକୁଞ୍ଜ ଏକ ଏମିତି ଆଶ୍ରମ ଯାହାକୁ କୁହାଯାଏ ମଣିଷ ତିଆରି କାରଖାନା। ଆପଣ ଥରେ ଯଦି ଶାନ୍ତିକୁଞ୍ଜ ଯିବେ ଜାଣିବେ ସେଠି କେମିତି ଭାବରେ ମଣିଷମାନଙ୍କୁ କେମିତି ଗଠନ କରାଯାଉଛି, ତିଆରି କରାଯାଉଛି, ନୂତନ ଜନ୍ମ ଦିଆଯାଉଛି। ସେଠି ଶାନ୍ତିକୁଞ୍ଜରେ କ'ଣ ଆଜ୍ଞା ଦେଖିବେ, ସେଠି ସବୁବେଳେ ଅନବରତ ପ୍ରଶିକ୍ଷଣ ଶିବିର ଦିଆଯାଏ। ମାସିକିଆ ସତ୍ର, 9 ଦିନିଆ ସତ୍ର, ତ୍ରୟମାସୀ ସତ୍ର, ପରିବ୍ରାଜ ସତ୍ର, ସବୁ ସତ୍ର କରାଯାଏ ଏବଂ ସମସ୍ତଙ୍କୁ କେମିତି ଭାବରେ ଜୀବନ ଶୈଳୀ କଳା ସେଠି ଶାନ୍ତିକୁଞ୍ଜରେ ଶିଖାଯାଏ। ଆଉ ପରମ ପୂଜ୍ୟ ଗୁରୁଦେବ କ'ଣ କରିଛନ୍ତି ନା ଅନେକ ବହି ଲେଖିଛନ୍ତି, ଯେ କି ଆପଣମାନେ ଜାଣିଥିବେ ଯେ କି 3032 ବହି ସେ ଲେଖିଛନ୍ତି। 3032 ବହି ନିଜେ ଲେଖିଛନ୍ତି ଏବଂ ଆମର ପ୍ରତି ମାସର ଖଣ୍ଡେ ପତ୍ରିକା ଆସୁଛି, ତା ନାଁ ହେଉଛି ଅଖଣ୍ଡ ଜ୍ୟୋତି ପତ୍ରିକା। ଆପଣମାନେ ଯଦି ଅଖଣ୍ଡ ଜ୍ୟୋତି ପତ୍ରିକା ପଢ଼ିବେ ଜାଣିପାରିବେ କେମିତି ଭାବରେ ସେ ପତ୍ରିକା ଭିତରେ ଆଉ ଏମିତି ଭାବରେ ମଣିଷ ସବୁ କିଛି ପ୍ରଶ୍ନ, ଆପଣଙ୍କ ଯେତେ ପ୍ରଶ୍ନ ଅଛି, ଆପଣଙ୍କ ଯେତେ ବିଚାର, ଆପଣ ଟେନସନ୍ ଅଛି, ସେ ପତ୍ରିକା ପଢ଼ିଲେ ଆପଣ ଜାଣିପାରିବେ, ଆପଣ ସମ୍ପୂର୍ଣ୍ଣ ବଦଳିଯିବେ। ସେ ପତ୍ରିକା ପଢ଼ିକି ଯେତେ ଯେଉଁ ଗାୟତ୍ରୀ ପରିବାର, ଆଜି 24 କୋଟି ଗାୟତ୍ରୀ ପରିବାର ସାରା ଦେଶ ବିଦେଶରେ ଅଛନ୍ତି, ଆମର ଗାୟତ୍ରୀ ପରିବାର, ଆମର ଯେଉଁ ଗାୟତ୍ରୀ ପରିବାର ସୃଷ୍ଟି ହୋଇଛନ୍ତି ଏହିସବୁ ପତ୍ରିକା ମାଧ୍ୟମରେ। ଗୁରୁଦେବ ଅନେକ ପଦ ଲେଖିଛନ୍ତି, ବହି ଲେଖିଛନ୍ତି। ଆପଣଙ୍କର ପ୍ରଥମ ଲେଖା ହେଉଛି ମୁଁ କିଏ। ଆପଣ ମୁଁ କିଏ ବହିଟି ପଢ଼ିବେ ଆପଣ ଜାଣିପାରିବେ ସେଥିରେ କ'ଣ ରହିଛି, ତା ଭିତରେ ଆପଣ ନିଜକୁ ଚିହ୍ନି ପାରିବେ। ମୁଁ କିଏ, ମୁଁ କ'ଣ ପାଇଁ ଏଠିକି ଆସିଛି, ମୋ ସଂସାର କରିବା ଆବଶ୍ୟକତା କ'ଣ ଅଛି, ସେ ସଂସାରକୁ ଆସିକି କ'ଣ ପାଇଁ ଆସିଛି, କ'ଣ କରିବା କଥା, ଏସବୁ କଥା ତା ଭିତରେ ଲେଖା ହେଇଛି ମୁଁ କିଏ। ତାପରେ ଅନେକ କଥା ଲେଖା ହେଇଛି ଆପଣଙ୍କର ଏଇ ସଂସାର ଭିତରେ ଆପଣ ରହୁଛନ୍ତି। ଗୃହସ୍ଥ ଧନ୍ୟ ଆଶ୍ରମ, ଗୃହସ୍ଥ ଏକ ଆଶ୍ରମ, ତପଭୂମି, ତାକୁ ମଧ୍ୟ ସେ ଲେଖିଛନ୍ତି। ଅନେକ ବହି ଲେଖା ହେଇଛି, ଆପଣମାନେ ପଢ଼ିଲେ ଜାଣିପାରିବେ, ବିଚାରକୁ ନେବେ। ଏ ଶାନ୍ତିକୁଞ୍ଜ ଛୋଟିଆ ଆଶ୍ରମ ନୁହେଁ, ସାରା ଭାରତବର୍ଷରେ ଅନେକ ଆଶ୍ରମ ଅଛି, ତନ୍ମଧ୍ୟରେ ଶାନ୍ତିକୁଞ୍ଜ ଏମିତି ଆଶ୍ରମ ଯେଉଁ ଆଶ୍ରମ କି ମଣିଷ ତିଆରି କଳା ସେଠି ଶିକ୍ଷା ଦିଆଯାଏ।